ভিডিও ହେଉଛି ଭାଇରାଲ। ନିଶା ମହାରଣାର ଅଶ୍ଳୀଳ ନୃତ୍ୟରେ ରାଗି ଯାଇ ଷ୍ଟେଜକୁ ଚଢ଼ିଲେ ଯୁବକ। ଷ୍ଟେଜ ଛାଡ଼ି ଦୌଡ଼ିଲେ ଓଡ଼ିଶାର ସନି ଲିଓନି ନିଶା ମହାରଣା। ନମସ୍କାର ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଯାତ୍ରା ଅମ୍ବିକା ୟୁଟ୍ୟୁବ୍ ଚ୍ୟାନେଲର ଏକ ଦମଦାର ଭିଡ଼ିଓକୁ। ଓଡ଼ିଶା ଓଡ଼ିଆ ଯାତ୍ରା ଜଗତରେ ମହାବିସ୍ଫୋରଣ। ଷ୍ଟେଜକୁ ଚଢ଼ି ନିଶା ମହାରଣାକୁ ଗଡ଼େଇଲେ ଦର୍ଶକ। ଛାନିଆ ହୋଇ ଦୌଡ଼ିଲେ ନିଶା ମହାରଣା। ଏଭଳି ଘଟଣା ଘଟିଛି ଯାତ୍ରା ସ୍ୱପ୍ନମହଲ ମଞ୍ଚରେ। ସ୍ୱପ୍ନମହଲ ଭଳି ଏକ ବିଗ୍ ବଜେଟ୍ ଏ କ୍ଲାସ୍ ଯାତ୍ରା ପାର୍ଟିରେ ଘଟିଛି ଏଭଳି ଘଟଣା। ଭିଡ଼ିଓ କ୍ଲିପ୍ ଅନୁଯାୟୀ ଯାତ୍ରା ସ୍ୱପ୍ନମହଲ ମଞ୍ଚକୁ ନିଶା ମହାରଣାକୁ ଡକାଯାଇଥିଲା। ସେ ଆସି ଅଶ୍ଳୀଳ ପୋଷାକ ସହ ଅଶ୍ଳୀଳ ଅଙ୍ଗଭଙ୍ଗୀରେ ରସିକିଆ ଦର୍ଶକଙ୍କୁ ନିଜ ନାଚରେ ମତୁଆଲା କରୁଥିଲେ। ଠିକ୍ ଏହି ସମୟରେ ଜଣେ ଯୁବକ ତାଙ୍କ ଏଭଳି ଅଶ୍ଳୀଳତାକୁ ବିରୋଧ କରିବାକୁ ଯାଇ ଷ୍ଟେଜକୁ ଚଢ଼ିଥିଲେ, ଯାହାଫଳରେ ନିଶା ମହାରଣା ଡରି ଯାଇ ଷ୍ଟେଜରୁ ପଳେଇଥିଲେ। କିଛି ସମୟ ପାଇଁ ଯାତ୍ରାର ରଙ୍ଗୀନ ପରିବେଶ ହୋଇଥିଲା ଫିକା। ପୁଣି ନିଶା ମହାରଣା ଷ୍ଟେଜକୁ ଆସି ସେଭଳି ଅଶ୍ଳୀଳ ନୃତ୍ୟ କରିଥିଲେ। ବିରୋଧ କରିଥିବା ଯୁବକଙ୍କୁ ଦେଖନ୍ତୁ କେମିତି ଠିଆ ଗୋଇଠା ମାରୁଛନ୍ତି ନିଶା ମହାରଣାର ଅଙ୍ଗରକ୍ଷକ। ଦେଖନ୍ତୁ ଦର୍ଶକ ବନ୍ଧୁ, କେମିତି ଠିଆ ଗୋଇଠା ମାରୁଛି ନିଶା ମହାରଣାର ଅଙ୍ଗରକ୍ଷକ ଏବଂ କିଛି ମଦୁଆ ତଥା ଅସଭ୍ୟ ଦର୍ଶକ ମଧ୍ୟ ସେ ଯୁବକଙ୍କୁ ପିଟିବା ପାଇଁ ଗଡ଼ାଉଛନ୍ତି। ତେବେ ଦର୍ଶକ ବନ୍ଧୁ, ଏଭଳି ଅଶ୍ଳୀଳତାକୁ ବିରୋଧ କରିବା କ'ଣ ଭୁଲ ଥିଲା ନା ଠିକ୍? ଆପଣ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ। ବିଗତ ଯାତ୍ରା ଋତୁରେ ସରକାର ଏଭଳି ଯାତ୍ରାରେ ଅଶ୍ଳୀଳତା ନୃତ୍ୟକୁ ବ୍ୟାନ୍ କରିଥିଲେ। ତେବେ ଏହି ଭିଡ଼ିଓ ଦେଖି ଜଣାପଡ଼ୁଛି ତାହା କେତେ ସଫଳ ହୋଇଛି। ତେବେ ଭୁଲ କାହାର? ଯାତ୍ରା ମାଲିକ, ଯାତ୍ରା କଳାକାର, ଯାତ୍ରା ଦେଖିବାକୁ ଆସୁଥିବା ଦର୍ଶକ, ଯାତ୍ରା କମିଟି ନା ନିଶା ମହାରଣାର? ସ୍ୱପ୍ନମହଲ ନୁହେଁ ଆଜ୍ଞା। ଏଭଳି ବହୁତ ବଡ଼ ବଡ଼ ଯାତ୍ରା ପାର୍ଟି ଏଭଳି କାହିଁକି ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛନ୍ତି? କ'ଣ ଅଧିକ ଟଙ୍କା ରୋଜଗାର କରିବା ପାଇଁ ନା ଦର୍ଶକଙ୍କୁ ଯାତ୍ରାକୁ ଆକୃଷ୍ଟ କରିବା ପାଇଁ? କାରଣ ଏଭଳି ବହୁତ ଏ କ୍ଲାସ୍ ଯାତ୍ରା ପାର୍ଟି ଏବେ ରାତିକୁ 2.5 ଲକ୍ଷରୁ ଅଧିକ ବା 3 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଲେଣି। ହେଲେ କାହିଁକି ଯାତ୍ରାକୁ ଅଧିକ ଦର୍ଶକ ଆସୁନାହାନ୍ତି? 3 ଲକ୍ଷ ଟଙ୍କା ନେଲେଣି, ଯାତ୍ରାରେ ଅଧିକ ସାଜସଜା ହେଲାଣି, ତଥାପି କାହିଁକି ଏଭଳି ଆଇଟମ୍ ଗାର୍ଲକୁ ଯାତ୍ରାକୁ ଡକାଯାଉଛି? ତେବେ ଦର୍ଶକ ବନ୍ଧୁ, ଏହା ବିଷୟରେ ଆପଣଙ୍କ ମୂଲ୍ୟବାନ ମତାମତ ଦେବାକୁ ଭୁଲନ୍ତୁ ନାହିଁ। ନମସ୍କାର।